ସିଏ ଏମିତିଆ ଦୁର୍ନୀତି କରିଛନ୍ତି ଏବଂ ତା ଦେହରୁ ସିଏ ଲାଭବାନ ହେଇଛନ୍ତି, ସିଏ ଏଥିରୁ ପଇସା ନେଇଯାଇଛନ୍ତି, ସିଏ ଏଇ ପ୍ରକାର ଘୋଟାଲା କରିଛନ୍ତି, ତାଙ୍କ ନାଁ ଏଇ ଘୋଟାଲାରେ ଉଠୁଛି, ଏ ପ୍ରକାର କୌଣସି 24 ବର୍ଷ ଶାସନ ଭିତରେ ନବୀନ ପଟ୍ଟନାୟକଙ୍କ ବାବଦରେ ଏ ପ୍ରକାର କୌଣସି କଥା କେହି କେବେ ଶୁଣି ନାହିଁ। ହ୍ୟାଲୋ, ନମସ୍କାର। ଆପଣମାନଙ୍କୁ ସମସ୍ତଙ୍କୁ 2025 ମସିହା ନୂଆ ବର୍ଷର ବହୁତ ବହୁତ ଅଭିନନ୍ଦନ। ଏ ବର୍ଷ ଆପଣଙ୍କର ସୁଖରେ କଟୁ, ଆପଣ ଶାନ୍ତିରେ ରୁହନ୍ତୁ, ଚାରିଆଡ଼େ ଯେମିତି ସମସ୍ତଙ୍କର ଉନ୍ନତି ହେଉ, ଆର୍ଥିକ ଉନ୍ନତି, ସାମାଜିକ ଉନ୍ନତି ଈଶ୍ୱର କରନ୍ତୁ ସମସ୍ତଙ୍କ କ୍ଷେତ୍ରରେ ଏହା ହେଉ। ଏହା ହିଁ ମୋର ଭଗବାନଙ୍କ ପାଖରେ 2025ରେ ଆପଣମାନଙ୍କ ପାଇଁ ପ୍ରାର୍ଥନା। ମୋ ନାଁ ଡକ୍ଟର ରାଜାରାମ ଶତପଥୀ। ଆପଣମାନେ ସମସ୍ତଙ୍କୁ ଆଜିର ଯେଉଁ କାର୍ଯ୍ୟକ୍ରମ ପାୱାର କରିଡରକୁ ସ୍ୱାଗତ କରୁଛି। ଆମେ ସମସ୍ତେ କିଛି ଦିନ ହେଲାଣି ଗୋଟେ ରୋଚକ ଦୃଶ୍ୟ ସମସ୍ତେ ଆମେ ଦେଖୁଛେ। କ'ଣ ନା, ଗଲା ସପ୍ତାହରେ ଜୋର ବର୍ଷା ହେଲା। ବର୍ଷା 2-4 ଦିନ ଲାଗି ରହିଲା ଏବଂ ଏଇଟା ଆପଣମାନେ ସମସ୍ତେ ଜାଣିଛନ୍ତି ଧାନ ଅମଳର ସମୟ। ବିଲରେ ପାଚିଲା ଧାନ କିଏ କେଉଁଠି କାଟୁଛନ୍ତି। ୟାରି ଭିତରେ ଯେତେବେଳେ ବର୍ଷା ହେଇଯାଉଛି, ଆଜ୍ଞା, କଟା ଧାନ ବି ପାଣିରେ ବୁଡ଼ିଗଲା। ଯିଏ କାଟିବାକୁ ଯାଉଥିଲେ ସିଏ ବି ରହିଲେ, ଆଉ କାଟି ହେଲାନି। ଗଛ ତ ଓଦା, ବର୍ଷା ହେଉଛି, କ'ଣ କରିବେ? ବହୁତ କ୍ଷତି ହେଇଛି। ଇତିମଧ୍ୟରେ ସରକାର ମଧ୍ୟ କହିଛନ୍ତି ଯେ ଆମେ ଚାରିଆଡ଼େ ବୁଲିକିରି ସରକାର ମଧ୍ୟ କହୁଛନ୍ତି ଯେ ଆମେ ଯାହା ଯେଉଁଠି କ୍ଷତିପୂରଣ ହେଇଥିବ ସେ ବୀମା କରିଥାନ୍ତୁ ବା ବୀମା ନ କରିଥାନ୍ତୁ, ଆମେ ଯତ୍ କିଛି ସେମାନଙ୍କୁ ସାହାଯ୍ୟ କରିବା କଥା ଚାଷୀମାନଙ୍କୁ ସାହାଯ୍ୟ କରିବୁ। ଏହାରି ଭିତରେ ଆମେ ସମସ୍ତେ ଅବଶ୍ୟ ଲକ୍ଷ୍ୟ କରିଛେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ତାଙ୍କ ମନ୍ତ୍ରିମଣ୍ଡଳର ଅନ୍ୟାନ୍ୟ ମନ୍ତ୍ରୀ ସେମାନେ ମଧ୍ୟ ବହୁତ ଜିଲ୍ଲା ଗସ୍ତ କରି ଲୋକମାନଙ୍କ ସହିତ ମିଶି ପଚା ଧାନ ଯେଉଁଠି ଯେଉଁଠି ହେଇଛି ସବୁ ସେ ବିଲରୁ ଯେଉଁ ନଡ଼ା ସହିତ ଲୋକ ଆଣିକି ତାଙ୍କୁ ସବୁ ଦେଖାଉଛନ୍ତି। ସେମାନେ ସବୁ ଦେଖିକିରି ଯାହା କିଛି ଅବସ୍ଥା କେତେ ଖରାପ ତା ହୃଦୟଙ୍ଗମ କରିଛନ୍ତି ଏବଂ ଯାହା ସରକାର କରିବେ ବୋଲିକିରି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ଏ ଗସ୍ତ ସେତିକିରେ ସରିନି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସେ ମଧ୍ୟ ଗଞ୍ଜାମ ଜିଲ୍ଲା, ଜଗତସିଂହପୁର, କେନ୍ଦ୍ରାପଡ଼ା ଏମିତି କିଛି ଜିଲ୍ଲା ମଧ୍ୟ ବୁଲିଛନ୍ତି। ସେ ମଧ୍ୟ ଚାଷୀମାନଙ୍କୁ ଭେଟିଛନ୍ତି। ଚାଷୀମାନେ ତାଙ୍କୁ ମଧ୍ୟ ସେମିତି ବିଲରେ ଯେଉଁ ଓଦା ନଡ଼ା ତା ଦେହରେ ଧାନ କେଉଁଠି ଗଜା ହେବାକୁ ବସିଲାଣି ଇତ୍ୟାଦି ତାଙ୍କୁ ମଧ୍ୟ ଦେଖେଇଛନ୍ତି। କିନ୍ତୁ କଥା ସେଇଠି ସରିଲାନି। ବିରୋଧୀ ଦଳ ନେତା ସେଠି ଯିବା କଥା ଗଲେ, କଥା ସେଇଠି ସରିଲାନି। ଆଜ୍ଞା, ନବୀନ ପଟ୍ଟନାୟକ ଯୁଆଡ଼େ ଯୁଆଡ଼େ ଯାଇଛନ୍ତି ୟା ଭିତରେ ଏଇ ଚାଷୀମାନଙ୍କର ଧାନ ବର୍ଷା ହେବା ଯୋଗୁଁ ଯେଉଁ ଧାନ ଫସଲ ନଷ୍ଟ ହେଇଛି ତାକୁ ଦେଖିବା ପାଇଁ, ତାଙ୍କୁ ଦେଖିବା ପାଇଁ ବହୁତ ଜନସମୁଦ୍ର, ଇତି ଲୋକ ହେଇଛନ୍ତି। ମାନେ ଯେଉଁମାନେ ସବୁ ଟେଲିଭିଜନ ପର୍ଦ୍ଦାରେ ଦେଖୁଥିବେ, ଅନେକ ଲୋକ ପ୍ରଶ୍ନ କରୁଛନ୍ତି ଯେ ଏଠି ଲୋକ ନବୀନ ପଟ୍ଟନାୟକ ସଭାରେ କାହିଁକି ବା ନ ହେବେ? ଯୁକ୍ତି ପ୍ରସଙ୍ଗରେ କୁହାଯାଉଛି ଯେ ନବୀନ ପଟ୍ଟନାୟକଙ୍କର ଭାବମୂର୍ତ୍ତି ଏବେ ମଧ୍ୟ ଅତୁଟ ଅଛି, ତାଙ୍କର ଲୋକପ୍ରିୟତା କିଛି କମି ନାହିଁ। ନିର୍ବାଚନରେ ହାରିଗଲେ ମଧ୍ୟ ସିଏ ନୁହନ୍ତି, ତାଙ୍କ ଦଳ ହାରିଗଲେ ମଧ୍ୟ ଏବଂ ସରକାରରୁ ସେ ଯିବା ପରେ ମଧ୍ୟ ତାଙ୍କର ଲୋକପ୍ରିୟତା ଠିକ୍ ଯେମିତି ଥିଲା ସେମିତି ଅଛି। ଏବଂ ଖାଲି ସେତିକି ନୁହେଁ, ଆହୁରି ମଧ୍ୟ ଯେଉଁମାନେ ବିଜେଡ଼ିର ନିଜକୁ ବହୁତ ବିଜେଡ଼ିର ପାଖ ଲୋକ ବୋଲି କହନ୍ତି, ନିଜକୁ ବହୁତ ବଡ଼ ବଡ଼ ନେତା ବୋଲି ବିଜେଡ଼ିର କହନ୍ତି, ସେମାନେ ମଧ୍ୟ କଥା ପ୍ରସଙ୍ଗରେ କହୁଛନ୍ତି ଯେ ଲୋକଙ୍କର ମୋହଭଙ୍ଗ ହେଇଗଲାଣି। ଯେଉଁ ବିଜେଡ଼ି ବିରୁଦ୍ଧରେ ଭୋଟ ଦେଇଥିଲେ, ଜୁନ୍ 4 ତାରିଖରେ ଯେଉଁ ରେଜଲ୍ଟ ଆସିଲା ଆମେ ଦେଖିଲେ, ବିଜେଡ଼ି କ୍ଷମତାରୁ ଗଲା, ବିଜେପି ଆସିଲା, ଏଇ 6 ମାସ ଭିତରେ ଲୋକଙ୍କର ମୋହଭଙ୍ଗ ହେଇଯାଇଛି। ତେଣୁ ନବୀନ ପଟ୍ଟନାୟକଙ୍କ ସଭାରେ ସେମାନେ ଏତେ ସଂଖ୍ୟାରେ ଉପସ୍ଥିତ ହୋଇ ନିଜର ସମର୍ଥନ ନବୀନ ପଟ୍ଟନାୟକଙ୍କୁ ଜଣାଉଛନ୍ତି। କହିବାରେ କ'ଣ ଅସୁବିଧା ଅଛି? କିନ୍ତୁ ଏକଥା ସତ, କ'ଣ ଏଇ ଯେଉଁ ଘଟଣା ଆମେ ଦେଖୁଛେ, ଏ ଦୃଶ୍ୟ କ'ଣ ଆମକୁ ସୂଚଉଛି? ପ୍ରକୃତରେ କ'ଣ 6 ମାସରେ ମୋହଭଙ୍ଗ ହେଇଗଲାଣି ଏବଂ ଲୋକମାନେ ନବୀନ ପଟ୍ଟନାୟକ ପଛରେ ପୁଣି ନା? ଆମେ ଯଦି ଅତି ତୈଳାକ୍ତ କରିବା ପାଇଁ କୌଣସି ବିଷୟକୁ ଚାହୁଁ ତାହେଲେ ଏଇ ପ୍ରକାର କେବଳ ଆଲୋଚନା କରାଯାଇପାରେ, କିନ୍ତୁ ପ୍ରକୃତରେ ତା ଘଟଣା ତା ନୁହେଁ।
मोर केवल कहवा कथा नवीन पट्टनायक भावमूर्ति व्यक्तिगत भावमूर्ति रे कोठी किछि आंच आसीनी कई केबे कहना तो सी एमतिया दुर्नीति करछंती एवं तादुरु सी लाभवान होती सी एथुरु पैसा नहीं सी ए प्रकार घोटाला करछंती तांको ना एई घोटाला रे उठुची ए प्रकार कौन 24 वर्ष शासन भितर नवीन पट्टनायक बाबद ए प्रकार कौन कथा कई केबे शुणी नाई तेणु नवीन पट्टनायक व्यक्तिगत जीवन निष्कलंक होकर अच्छी एतरे सामान्य संदेह ना किंतु ये जो ब्रांड इमेज खराब हो माने तांकर व्यक्तिगत इमेज ठीक अच्छी ब्रांड इमेज कंपनी इमेज से असुविधा हो निज इमेज ठीक थी निज इमेज खराब होते तो ब्रांड इमेज उपरे तार प्रभाव पड़ता था लोक भोट निश्चय दे न था से तो अलग कथा कि निजर इमेज सब ठीक ठाक थी जदि कंपनी इमेज खराब ताहले मत तार कुप्रभाव लोकों पड़ो लोक भोट देले ना आम देखिले कहीं केमती है एक तो आम निश्चित समस्ते आम जाचे जे बीजेडी जो कंपनी इमेज सेटा खराब ये खराब है कहीं आम समस्ते अनेक समय पर मुंडे दोष दे दूचे नवीन बाबू बढ़िया लोक बाकी सब अन्य माने खराब लोक कहीकि आम सब दोष मुंड उपर ठेली दौचे जमती आम आगे करते कौन जे जहाँ होता नवीन पट्टनायक होती भल लोक गुड कप आउ प्यारीमोहन महापात्र थे बैड कप आउतला एबे मध्य से 2024 निर्वाचन में जो हारले सबु दोष भिके पांड्यान मुंडे आम चिड़े दौचे सी होती बैड कप नवीन पट्टनायक गुड कप आज्ञा ये कि असंभव कथा सबु दोष अन्य मानकर निजे समस्त भल भल ये आज्ञा केमती हम यहाँ राजनीति कौन संभव आपण दलर नेता आपण निर्वाचित प्रतिनिधि आपण एमएलए मानकर समर्थन ने मुख्यमंत्री आपण लोकप्रिय मुख्यमंत्री बोली चारिआडे समस्त डिंडिम पिटुचंती फूलमाला नेला बेलू आपण नेबे अंडा माड़ कला बेलू आउ जन कण के आगे ठिया करेंगे यही की कथा आज्ञा बर्तमान परिस्थिति से ओडिशा रे जेतेबेले फूलमाला आम नेता दौचे सी बेक देखई दौरान कि दोष दुर्बलता दर्शाई उत्त्यक्त लोके बहुत समय जमी अंडा माड़ करती प्रतिवाद करती से आगे आनी आउ जन को छिड़ा कर दौरान माने अंडा माड़ हम मु रही ठीक ये केमती हम आज्ञा आपण फूलमाला खेल ने अंडा माड़ अन्य मैंने ने सेमती आपणकर सब ठीक आपण स्वच्छ आपण निर्मल पांड्यान खराब पांड्यान को तो लोक भोट दे नथिले जो बर्तमान कह जो ओडिशा रे गोटे गुमास्ता परिचालित शासन चलता किए चलता आपण तो निष्पत्ति नहीं ना आपण केबे जाइछंती को बिल्लू को आपण जाइछंती आपण धान कौन चिन्ह पारे यहाँ बियाली धान कि शारद धान खरीफ क्रॉप कि रबी क्रॉप आपन को चिन्हवा कष्ट हम आपण बिल मुंडी को केबे जाई नांती ना मोहन चरण माझी तो अवश्य सी तो पिलादिन गाँव में बढ़ी पिलादिन जो बिल खेलुंट बिल सब तो बिल से तो जाए गाँ लोक साथ मिशुं पखाड़ खाऊँ सेठी मिशुं लोक सागर भेटुंट चाषी की जाए बिल मुंडे देउछन आपन तो केबे दिन जाई नांती आज जदि सरकार को आसते ताले आपण को गुमास्ता मध्य जाई न थांते सी आउ जने का पठे दी थांते कई जाई थांते कि नहीं न जाई थांते भी संदेह आपण तो जीवार प्रश्न उठुनी आपण केबे कही कही मध्य गले नाही आपण को कही कही मध्य लोक आपण सुनिले नाही आपण कोन ग्रीवेंस सेल कोठी थिला सरकार को गोटे ग्रीवेंस सेल थाए आपण कोन थिला आपण किछि आपण कोठी किछि जानले आपण ना भाषा ना भूगोल ना इतिहास किछि कोठी किछि जानलेनी जहा सुखर कथा ता परे मध्य सुखर कथा ओडिसार लोक माने आपण को कौनसी कथार केबे दोष देई नाहंती
ଏଥିରେ ଏଇଟା ଆପଣ ନିଜକୁ ଭାଗ୍ୟବାନ ମନେ କରିବା କଥା। ଏତେ ସତ୍ତ୍ୱେ ଆପଣଙ୍କୁ କେହି କିଛି କହୁନାହାନ୍ତି। 24 ବର୍ଷରେ ଯେ ଆପଣ ଏଭଳି ଏକ ଅଗଣତାନ୍ତ୍ରିକ ଶାସନ ଚଳେଇଥିଲେ, ମାନେ ସ୍ୱେଚ୍ଛାଚାରୀ ଶାସନ ବୋଲିକିରି କୁହାଯାଉଥିଲା, କଣ୍ଟ୍ରାକ୍ଟର କୈନ୍ଦ୍ରିକ ଶାସନ କୁହାଯାଉଥିଲା, ଚାରିଆଡ଼େ ଦୁର୍ନୀତି, ଏକଥା ସେଇ ଲୋକମାନେ କହୁଥିଲେ। ଆପଣଙ୍କ ଉପରେ କେହି କେବେ ଆଙ୍ଗୁଠି ଉଠେଇ ନାହାନ୍ତି। ଏ ତ ଆପଣଙ୍କର ସୌଭାଗ୍ୟ। କିନ୍ତୁ ଯେଉଁମାନେ କହୁଛନ୍ତି ଯେ 6 ମାସରେ ବିଜେପି ସରକାର ଆସିଲା ପରେ ଲୋକଙ୍କର ମୋହଭଙ୍ଗ ହେଇଯାଇଛି, ସେମାନେ ତାଙ୍କର କିଛି ଅଲଗା ଉଦ୍ଦେଶ୍ୟ କିଛି ଥିବ, ନହେଲେ ଏକଥା କହିବାର କିଛି ଜଷ୍ଟିଫିକେସନ୍ ହିଁ ନାହିଁ। ଆଜ୍ଞା, 6 ମାସରେ ଗୋଟେ ନୂଆ ରାଜନୈତିକ ଦଳ 6 ମାସ ହେଲାଣି ଶାସନ ଆସିନି, କ'ଣ 6 ମାସ ଭିତରେ କ'ଣ କରିପାରିଥାନ୍ତେ ଯେ? ତେଣୁ ଆପଣ ଆଜି ଯେଉଁ ଯାଉଛନ୍ତି ବିଲକୁ, ଗୋଟେ ବାଧ୍ୟବାଧକତାରେ ଯାଇଛନ୍ତି। ଆପଣଙ୍କର 51 ଜଣ ବିଧାୟକ ଅଛନ୍ତି, ନିର୍ବାଚିତ ହେଇକିରି ଆସିଛନ୍ତି। ତେଣୁ ଯେଉଁ ଜାଗାକୁ ଯାଇଛନ୍ତି ସେଠି ଆପଣ ସବୁ ଲୋକ ଯୋଗାଡ଼ କରିବାଟା ଗୋଟେ ବଡ଼ କଥା କିଛି ନୁହେଁ। ଆଜିକାଲି ବହୁତ ଲୋକ ଯୋଗାଡ଼ ହେଇପାରିବେ, କିନ୍ତୁ କଥା ହେଉଛି ଆପଣ ଯଦି କେହି ଯଦି ଭାବୁଥାନ୍ତି ଯେ ଏତେ ଲୋକ ଆସିଛନ୍ତି, ସେଟା ଭୋଟରେ ଆଜି ଯଦି ଭୋଟ ହୁଏ ଆପଣ ପାଇଯିବେ, ମୁଁ ଭାବୁଛି ଆପଣ ଟିକେ ଦୁଇଥର ଚିନ୍ତା କରିବା ଦରକାର। କେହି ଯିଏ ବି କହୁଥିବ ସେ ବି ଟିକେ ଦୁଇଥର ଚିନ୍ତା କରିବା ଦରକାର। କାହିଁକି ନା ବ୍ୟକ୍ତିଗତ ଇମେଜ ଠିକ୍ ଅଛି, ସେଥିରେ ଧୂଳିମୂଳି ଲାଗିନି। କମ୍ପାନୀ ଇମେଜ ପୁରା ଖରାପ ହେଇଯାଇଛି। ତେଣୁ କମ୍ପାନୀ ଇମେଜ ଯଦି ଖରାପ ହେଇଯିବ, ବ୍ୟକ୍ତିଗତ ଇମେଜ ଭଲ ଥିବ, ସେଥିରେ ଯେ ପ୍ରଡକ୍ଟ ଭଲ ହେବ ଏବଂ ପ୍ରଡକ୍ଟର ମାର୍କେଟ ଭ୍ୟାଲ୍ୟୁ ରହିବ, ପ୍ରଡକ୍ଟର ଡିମାଣ୍ଡ ବଢ଼ି ଚାଲିବ ବା ଅତୁଟ ରହିବ, ଯେମିତି ଥିଲା ସେମିତି ରହିବ, ଏ ଆଶା କରିବା ବୃଥା। କାହିଁକିନା ଲୋକେ ବ୍ୟକ୍ତିଗତ ଇମେଜକୁ ଏତେ ପ୍ରାଧାନ୍ୟ ଦିଅନ୍ତି ନାହିଁ। ଠିକ୍ ଅଛି, ଆପଣ ଆସିଛନ୍ତି, ଆପଣଙ୍କୁ ସମ୍ମାନ ଦେବେ ଲୋକ, ସେଥିରେ କିଛି ସନ୍ଦେହ ନାହିଁ। କିନ୍ତୁ ପ୍ରଡକ୍ଟ ଆଜିକାଲି କମ୍ପିଟେଟିଭ୍ ମାର୍କେଟରେ ପ୍ରଡକ୍ଟର କ୍ୱାଲିଟିରେ କମ୍ପ୍ରମାଇଜ୍ କରିହେବନି, ଏବଂ ଆପଣଙ୍କର ପ୍ରଡକ୍ଟ ଖରାପ ଥିଲା, ତେଣୁ ଭୋଟ ମିଳିଲାନି। କମ୍ପାନୀ ଯେହେତୁ ବ୍ୟାଡ୍ ଇମେଜରେ ଚାଲିଲା, ପ୍ରଡକ୍ଟ ଖରାପ ହେଲା। ତେଣୁ ପ୍ରଡକ୍ଟ ଯେତେବେଳେ ଖରାପ ହେଲା, ଫଳାଫଳ ମଧ୍ୟ ବିପରୀତ ହେଲା। ତେଣୁ ଆପଣ ଆଜି ଯେଉଁ ବିଲକୁ ଯାଇଛନ୍ତି, କେବେ ଯାଇନଥିଲେ। ବିଜେପିର ଜଣେ ବରିଷ୍ଠ ନେତା କ'ଣ କହିଲେ? ସେ କହିଲେ ନବୀନ ବାବୁ ଯଦି 24 ବର୍ଷରେ ଏଇ କାମ ଆଗରୁ କରୁଥାନ୍ତେ, ତାହେଲେ ତାଙ୍କୁ ଆଜି ଯେଉଁଠି ଅଛନ୍ତି ସେ ସେଠି ବସିବାକୁ ପଡ଼ିନଥାନ୍ତା, ଏଇ ଜାଗାରେ ବସିଥାନ୍ତେ, ଅର୍ଥାତ୍ କ୍ଷମତାରେ ପୁଣି ଥାନ୍ତେ। ସେ ଯାହା କହିଲେ ଶତକଡ଼ା 100% ହିଁ ଠିକ୍। ନବୀନ ବାବୁ ଯଦି ତାଙ୍କୁ ଯେତିକି ସୁଯୋଗ ଥିଲା, ଆଜ୍ଞା କହିଲେ ଓଡ଼ିଶା ରାଜନୈତିକ ଇତିହାସରେ, ଏପରିକି ଭାରତର ଯେକୌଣସି ରାଜ୍ୟର ରାଜନୈତିକ ଇତିହାସରେ ଏଭଳି ଏକ ସ୍ଥିତି ଆପଣ କେବେ ଦେଖିଛନ୍ତି ଯେ ଗୋଟିଏ ରାଜନୈତିକ ଦଳ, ଆଞ୍ଚଳିକ ରାଜନୈତିକ ଦଳ, ମାନେ କୌଣସି ବାଧାବିଘ୍ନ ନଥାଇକିରି 24 ବର୍ଷ ଶାସନରେ ରହିବ? ବାଧାବିଘ୍ନ କିଛି ନାହିଁ। ନବୀନ ପଟ୍ଟନାୟକ ଯେଉଁ ରହୁଥିଲେ ଶାସନରେ, ତାଙ୍କ ଦଳ ରହୁଥିଲା, ତାର କାରଣ କ'ଣ? ଲୋକେ କଂଗ୍ରେସ ପ୍ରତି ତାଙ୍କର ବିତୃଷ୍ଣା ଆସିଯାଇଥିଲା, ସେମାନେ ବିତସ୍ପୃହ ଥିଲେ। ଏବଂ ବିଜେପି ଗୋଟେ ସେ ଥିବା ଥା ନଥିବା ଥା ଦଳ ହେଇକରି ଥିଲା। ସେ ଦଳ ହଠାତ୍ ଉଠିଲା ତାପରେ ଏଇଥରକ ନିର୍ବାଚନରେ, ସେ ତ ଭିନ୍ନ ପ୍ରସଙ୍ଗ। କିନ୍ତୁ ଏକଥା ସତ ଯେ ଦୁଇଟି ଯାକ ପ୍ରମୁଖ ରାଜନୈତିକ ଦଳ ଅତି ଦୁର୍ଗୁଣ ଅବସ୍ଥାରେ ଥିଲେ, ଯାହାର ଫାଇଦା ଆପଣ ଆଞ୍ଚଳିକ ଦଳ ହେଇକରି ପ୍ରଡକ୍ଟ ଖରାପ ଥିଲେ ମଧ୍ୟ ଆପଣ 24 ବର୍ଷ କାଳ ଶାସନରେ ରହିଥିଲେ। ସେଇ ପରିସ୍ଥିତି ଏଇଥରକ ଆଉ ଦେଖାଗଲା ନାହିଁ। ଦୁଇଟି ଯାକ ରାଜନୈତିକ ଦଳ ସେମାନେ ନିଶ୍ଚିତ ଭାବରେ ଅଧିକ ସକ୍ରିୟ ହେଲେ, ଯାହାର ଫଳ ଆପଣଙ୍କୁ ଭୋଗିବାକୁ ପଡ଼ିଲା। ମୋର କେବଳ ଏଇ କଥା କହିବାର ଉଦ୍ଦେଶ୍ୟ ହେଉଛି ଯେ ଆଜି ଯେଉଁ କାମ ବିଜେଡି ବାଧ୍ୟବାଧକତାରେ କରୁଛି, ଆପଣ ସେ କାମକୁ ଆଗରୁ କରିଥିଲେ ତ ସୁଫଳ ନିଶ୍ଚୟ ପାଇଥାନ୍ତେ। 1, 2ରେ ଯାହା ବା କରିନାହାନ୍ତି, ସେଥିପାଇଁ ତ ଫଳ ଆପଣ ଭୋଗୁଛନ୍ତି। 3, ଆପଣ ଏଇ କାମକୁ ଜାରି ରଖନ୍ତୁ, ବାରମ୍ବାର ଲୋକଙ୍କ ପାଖକୁ ଯାଆନ୍ତୁ, ବାରମ୍ବାର ଲୋକଙ୍କ ସମସ୍ୟା ସେଠି ପଚାରିକିରି ବୁଝନ୍ତୁ, ଏବଂ ଆପଣ ବାରମ୍ବାର ସ୍ୱର ଉତ୍ତୋଳନ କରନ୍ତୁ। ଇଏ ତ ହେଉଛି ଗଣତାନ୍ତ୍ରିକ ବ୍ୟବସ୍ଥାରେ ସରକାରଙ୍କର, ବିରୋଧୀ ଦଳର ଦାୟିତ୍ୱ, ସରକାରଙ୍କର ଏବଂ ବିରୋଧୀ ଦଳର ମଧ୍ୟ ଦାୟିତ୍ୱ।
कहीं विरोधी दल जो राज्य रे जेते सक्रिय हम से राज्य रे शासन व्यवस्था सेते सुव्यवस्थित हम एवं जो राज्य रे विरोधी दल जेते सक्रिय तार अल्टीमेट लाभ शासन जो अल्टीमेट भल लाभ ये लोक ही पाइबे स्टेट बेनिफिटेड हम लोक मध्य बेनिफिटेड हेबे केतेबेले पारे जिते विरोधी दल सक्रिय हम आपड़ जिते मुख्यमंत्री थे विरोधी दल कौटी थिले तांको खोजी पाइबा कष्ट हो जाता विरोधी दल कहले कांग्रेस और बीजेपी एवं आपण जदि यही कार्यटी जारी रखती आपण देखिए पुणी भविष्य में जिते इलेक्शन हम सेतेबेले गोटे सक्रिय शासक दल एवं गोटे सक्रिय विरोधी दल या भितर लोक मैंने जानवा चाहिए किए भल क्या आम देले भोट परवर्ती निर्वाचन कथा मुझे क्या भोट देले आम गोटे गणतांत्रिक व्यवस्था रे जड़े सुनागरिक भाव में आमर कर्तव्य पालन करुँ बोलिक आमको अंतत संतोष मिल केवल सेतिक नुहे क्या भोट देले आमर सामाजिक आमर अर्थनैतिक आमर भविष्य सुरक्षित रहिबो। तेणु आज कार्यक्रम में मु साधारण लोक जी कहूँ आपण मैंने विरोधी दल अधिक सक्रिय होगापी आपण मैंने दाबी जारी रखु एवं विरोधी दल को अनुरोध अर्थात बीजेडी नवीन पट्टनायक बीजेडी को अनुरोध आपण साधारण लोकंकर विभिन्न प्रसंग को जिते उठेबे जिते आलोचना करेंगे तार सुफल आपण पाइबे लोके तो अवश्य पाइबे। धन्यवाद।